ଗାଈର ପୁଅ ଦେଲା ଇଏ ଆମ ବିରୋଧୀ। ତୁ କାଇଁ ଚୁଙ୍ଗୁଡି ଖାଉଛୁ? ଚୁଙ୍ଗୁଡି କାଇଁ କଣ ପାଇଁ ଖାଉଛୁ? ଖାଉଛୁ? ମାଛ କାଇଁ ଖାଉଛୁ କହ? ମାଛ ମାନେ ଗାଈ ଚୁଙ୍ଗୁଡି କ୍ଷୀର ମୁଁ ଦଉଛି। ତୁ କଣ ପାଇଁ ଖାଉଛୁ କହ? ମାଛ କଣ ପାଇଁ ମାଛ ମାଛ ତ ଖାଦ୍ୟ ତୋର ଖାଦ୍ୟ ତାପରେ ସେ ଖାଦ୍ୟ କିଏ ସେ କଣ ତାଙ୍କର ଖାଦ୍ୟ? ଗାଈ ଗୋରୁ ହଉଛି ମୁସଲମାନଙ୍କର ଖାଦ୍ୟ ବୋଲି ତାହେଲେ ତମେ କହୁଛ? ହଁ ତା ଖାଦ୍ୟ ସେ ଖାଇବେ। ମଣିଷକୁ ଯାହା ଭଲ ଲାଗେ ସେ ଖାଇବ। ଯାହା ଭଲ ଲାଗିବ ଯାହା ଭଲ ଲାଗେ ତାହେଲେ ତାକୁ ସେ ମଣିଷ କେହିବ ତାହେଲେ ସେୟା କରିବୁ। ମଜା ଭଲ ଲାଗେ ମୁଁ ସେୟା କରିବି। ତତେ ଭଲ ଲାଗେ ସେ କରିବୁ। ତମକୁ ଭଲ ଲାଗିବ ନା ଲାଗିବନି। ତମେ ହିନ୍ଦୁ ନା ଖ୍ରୀଷ୍ଟିଆନ ନା? ଆମେ ପିଓର ହିନ୍ଦୁ। ପିଓର ହିନ୍ଦୁ। ତେଣୁ ତମେ ଯୋଉଠି ହିନ୍ଦୁ ତମ ହିନ୍ଦୁ ଧର୍ମର ସଂରକ୍ଷଣ ତମେ କରିବ ନା ନାଇଁ? କରିବୁ। କରିବ। ଆଉ ତମେ ତ କହୁଛ କଣ ଖ୍ରୀଷ୍ଟିଆନରେ ମୁଁ ଖ୍ରୀଷ୍ଟିଆନ ମଇ କରୁନି। ନାଇଁ ତୁ ଯୋଉ କହୁଛୁ ସେ ବାଉରି ହିନ୍ଦୁ ନାହିଁ। ବାଉରି ଛୁଇଁବା କଥା ଆମେ କହୁନୁ। ଆମେ କହିବା କଥା ହିନ୍ଦୁ ଲୋକଙ୍କ ଭିତରେ ଡୋମ ପାଣି ହାଡ ସିଏ ହିନ୍ଦୁ ନାହିଁ। ସିଏ ହଉଛନ୍ତି ବଡ। ତାକୁ ଯଦି ଛୁଇଁଲେ ତମ ହିନ୍ଦୁ ଲୋକର ଯିଏ ଗାଁରେ ଯିଏ ମୁଖିଆ ଲୋକ ସିଏ ଯଦି ବର୍ତ୍ତମାନ ଖରାପ ଭାବୁଛନ୍ତି ତେଣୁ ଖ୍ରୀଷ୍ଟିଆନ ଘରକୁ ତମେ ଯୋଉ ଯାଉଛ ଦିଅଁ ପୂଜିବା ପାଇଁ ଏଇଟା ଛୁଆଁ ନାହିଁ। ଆମେ ତମକୁ ପ୍ରଶ୍ନ ପଚାରୁଛୁ। ଖ୍ରୀଷ୍ଟିଆନ କଥା ମୁଁ କହୁନି। ଛୁଆଁ ଛୁଏଁ ଆମର ସେଇ ମୁଁ ତ କହୁଛି ମୁଁ ଧର୍ମ ବିଷୟରେ କିଛି କହୁନି। ମୁଁ କହୁଛି ଧର୍ମ କଥା କୁହା ଧର୍ମ କଥା ଯୋଉ କିଛି କହୁଛ ମୁସଲମାନ ଲୋକ ବର୍ତ୍ତମାନ ପାଇଁ ଗାଈକି ଖାଉଛନ୍ତି ଏଇଟା ଠିକ ନା ଭୁଲ କୁହ? ଖାଦ୍ୟ ତାଙ୍କର ସମସ୍ତେ ଖାଆନ୍ତି। ସମସ୍ତେ ଠିକ ନା ଭୁଲ? ଏଇଟା ଠିକ ନା ଭୁଲ? ଏଇଟା ଭୁଲ। ଆଉ ତମେ ଖାଇକି ଆସି ମାନଙ୍କ ଯାଉଥିବ ଭାଇ ପାଣି ଦେଲେ ପିଇଦେଲୁ ଛୁଆ ହେଇଗଲୁ ଗାଈ ନଷ୍ଟ ହେଇଯିବ। କଣ ପାଇଁ ନଷ୍ଟ ହେଇଯିବ? ଚଲେଇଛୁ ବିନ୍ଦାଙ୍କୁ ପଚାରି ଆସ ବିନ୍ଦା ହେଲେ ବୁଝେଇବା।